ମା ମା ଆମେ ଆଜି ଆଲୋଚନା କରିବା ପୁନରୁଜ୍ଜୀବନ। ମାତୃରଚନାବଳୀ ପୃଷ୍ଠା 237। ମାତୃରଚନାବଳୀର ଏଟା ହଉଛି ପାର୍ଟ 3, ପୃଷ୍ଠା 237। ପୁନରୁଜ୍ଜୀବନ ମା ଲେଖୁଛନ୍ତି, ଆମର ପୁରାତନ ଚେତନା ଆମ ଠାରୁ ତଳକୁ ଖସି ପଡିବ, ଏହା ହିଁ ହେଉଛି ଆମ ଲାଗି ପୁନରୁଜ୍ଜୀବନର ପ୍ରକୃତ ଅର୍ଥ। ଯେ ପୁନରୁଜ୍ଜୀବନ ଯୋଉଟା କହୁଛନ୍ତି, ମା କହୁଛନ୍ତି ଯେ ପ୍ରକୃତରେ ପୁନରୁଜ୍ଜୀବନର ଅର୍ଥ କଣ? ଯେ ଆମର ଯୋଉ ପୁରାତନ ଚେତନା ରହିଛି, ଆମେ ଯୋଉ ଯୋଉ ଚେତନା ଗୁଡିକୁ ଆମକୁ ଭଗବତୀଙ୍କ ପାଖରୁ ବା ପରମଙ୍କ ପାଖରୁ ଆମକୁ ଦୂରେଇ ରଖୁଛି, ସେ ସବୁ ପୁରାତନ ଚେତନା ଆମ ଠାରୁ ଯଦି ଖସି ପଡିଲା, ଏଇଟା ହିଁ ହଉଛି ଆମର ପୁନରୁଜ୍ଜୀବନର ପ୍ରକୃତ ଅର୍ଥ। ଆହୁରି ଅଧିକ ଡିଟେଲ୍ସ ଆମେ ଦେଖିବା କଣ କଣ ଲେଖୁଛନ୍ତି। ମାତ୍ର ଏହାକୁ କେବଳ ଏକ ପୁନରୁଜ୍ଜୀବନ, ତାକୁ ମା କହୁଛନ୍ତି, ଏହାକୁ କେବଳ ଏକ ପୁନର୍ଜନ୍ମ ବୋଲି କୁହାଯାଇ ପାରିବ ନାହିଁ। ଅତୀତ ସହିତ ସମସ୍ତ ସମ୍ପର୍କକୁ ଛିଡାଇ ଦେଇ ଚାଲି ଆସୁଥିବା ହଠାତ୍ ସଂଗଠିତ କେବଳ ଏକ ପରିବର୍ତ୍ତନ ବୋଲି ମଧ୍ୟ କୁହାଯିବ ନାହିଁ। ଆମେ ପୁନର୍ଜନ୍ମ କହିଲେ ଏଇ ଯୋଉ ଜନ୍ମ ଆମେ ଗ୍ରହଣ କରିଛୁ, ଏଇ ଯାହା ଆମର ଚେତନା ଥିଲା, ଯେତେବେଳେ ଆମେ ଶରୀର ତ୍ୟାଗ କରୁଛୁ, ଆଉ ଗୋଟେ ଜନ୍ମ ଗ୍ରହଣ କରୁଛୁ, ଆମର ନୂତନ ଜନ୍ମ ହେଲା, ତାକୁ ଆମେ କହୁ ପୁନର୍ଜୀବନ, ପୁନର୍ଜନ୍ମ ହେଇଛି। ଏବଂ ସେଥିପାଇଁ କହୁଛନ୍ତି ଯେ କେବଳ ଏହାକୁ ପୁନର୍ଜନ୍ମ ବୋଲି କୁହାଯାଇ ପାରିବ ନାହିଁ। ଅତୀତ ସହିତ ସମସ୍ତ ସମ୍ପର୍କକୁ ଛିଡାଇ ଦେଇ ଚାଲି ଆସୁଥିବା ହଠାତ୍ ସଂଘଟିତ କେବଳ ଏକ ପରିବର୍ତ୍ତନ ବୋଲି ମଧ୍ୟ କୁହାଯାଏନି। ଯେ ଆମେ ଯେହେତୁ ପୁରାତନ ଚେତନା ଆମଠାରୁ ତଳକୁ ଖସି ପଡିବ, ଏଠି ଅତୀତ ସହିତ ଆମର ଯେତେ ସମ୍ପର୍କ ଥିଲା ତାକୁ ଛାଡି ଦେଇକିରି ଆଉ ଗୋଟିଏ ନୂଆ ସଂଗଠିତ ହେଇଥିବ, ଏଇଟା ବି କେବଳ ନୁହଁ। କାରଣ ଏହି କ୍ଷେତ୍ରରେ ତୁମର ସେଇ ପୁରୁଣା ଜୀବନଟିର ଅବସାନ ଘଟିବା, ଅର୍ଥାତ୍ ତୁମର ସେଇ ନିମ୍ନତର ବାହ୍ୟ ପ୍ରକୃତିଟିର ଅବସାନ ଘଟାଇବା ଏବଂ ଏକାବେଳକେ ଏକ ନୂତନ ଜୀବନ ଆରମ୍ଭ କରିବା, ଏହି ଦୁଇଟି ମଧ୍ୟରେ ନିଶ୍ଚୟ ଏକ ନିର୍ଦ୍ଦିଷ୍ଟ ଅବିଚ୍ଛିନ୍ନତା ରହିଥିବ। ସାଧାରଣତଃ ପୁନର୍ଜନ୍ମ ଯୋଉ କରନ୍ତି, ଯୋଉ ପୁନର୍ଜନ୍ମ ହୁଏ, କିମ୍ବା ଆମେ ସବୁ ସମ୍ପର୍କ ଛିଣ୍ଡେଇକିରି ଆମେ ଗୋଟେ ନୂଆ ହେଇକି ତିଆରି ହେଇଗଲୁ, ମାନେ ନିଜେ ନିଜେ ଆମେ ଯୋଉଟା କହୁ ସଂଗଠିତ ହେଲେ ଏବଂ କଲେ ଗୋଟେ ନୂଆ ଧାରାରେ ଆମର ଜୀବନଟି ପରିଚାଳିତ ହେଲା, ମନକୁ ବ୍ୟବହାର କରିକିରି ତାକୁ ପୁନର୍ଜୀବନ କୁହାଯାଏବ ନାହିଁ। କାହିଁକି? ମା ସେଥିପାଇଁ କଣ ପାଇଁ କୁହାଯିବନି ନା, ଏଥିରେ କଣ ହୁଏ, ଆମର ପୁରୁଣା ଜୀବନର ଯୋଉ ଯୋଉ ପ୍ରକୃତି ରହିଛି, ନିମ୍ନତର ବାହ୍ୟ ପ୍ରକୃତିର ଯୋଉ ରହିଛି, ସେ ସବୁ ଗୁଡିକ ଏକା ବେଳକେ ଅବସାନ ହୋଇନଥାନ୍ତି। କାହିଁ କହୁଛନ୍ତି ନା, ଏଇ ଦୁଇଟି ମଧ୍ୟରେ ନିଶ୍ଚୟ ଏକ ନିର୍ଦ୍ଦିଷ୍ଟ ଅବିଚ୍ଛିନ୍ନତା ରହିଥିବ। କାରଣ ସେମାନଙ୍କ ଭିତରେ କିଛି ନା କିଛି ସମ୍ପର୍କଟା ଯୋଡି ହେଇକିରି ରହିଥିବ। ପୁନରୁଜ୍ଜୀବନର ଅନୁଭୂତିଟି ମଧ୍ୟରେ ପୁରାତନ ସତ୍ତାଟିକୁ ପରିତ୍ୟାଗ କରିଦେବାର କାର୍ଯ୍ୟଟି ଘନିଷ୍ଠ ଭାବରେ ତାହାରି ମଧ୍ୟରୁ ନୂତନ ଚେତନା ଏବଂ ନୂତନ ବଳ ଉତ୍ଥିତ ହୋଇ ଆସିବାର କାର୍ଯ୍ୟଟି ସହିତ କ୍ଷୀୟ ଲାଗି ରହିଥିବ। ଯେପରିକି ଯାହାକୁ ଆମେ ଫୋପାଡ଼ି ଦେଇ ଆସିଲୁ, ତାହା ମଧ୍ୟରେ ରହିଥିବା ସର୍ବୋତ୍ତମ ଉପାଦାନ ଗୁଡିକ ଏକ ନୂତନ ସୃଜନର ଭୂମିରେ ଯାହା ବର୍ତ୍ତମାନ ଆସିଲା, ତାହାରି ସହିତ ସଂଯୁକ୍ତ ହୋଇଯାଇ ପାରିବ। ଏଠି ପୁନର୍ଜୀବନର କଥାଟାକୁ ପୁରା କହୁଛନ୍ତି କଣ, ପୁରା ଆମ ଭିତରେ ଯୋଉ ଯୋଉ ପୁରାତନ ସତ୍ତା ରହିଛି, ତା ଭିତରେ ପୁରାତନ ସତ୍ତାର ଯୋଉ ତାର ଚେତନାର ଯୋଉ ସ୍ତରରେ ସେ ରହିଛି, ତାକୁ ପରିତ୍ୟାଗ କରି ତାକୁ ପରିତ୍ୟାଗ କରି ନୂତନ ଚେତନା, ନୂତନ ବଳ, ନୂତନ ଚେତନା, ନୂତନ ବଳକୁ ସଂଗ୍ରହ କରି ବା ବ୍ୟବହାର କରି ସିଏ କାର୍ଯ୍ୟ କରୁଥିବ। ସେଥିପାଇଁ ଲେଖୁଛନ୍ତି କଣ, ନୂତନ ଚେତନା ଏବଂ ନୂତନ ବଳ ଉତ୍ଥିତ ହୋଇ ଆସିବାର କାର୍ଯ୍ୟଟି ସହିତ କ୍ଷୀୟ ଲାଗି ରହିଥିବ। ଯେପରିକି ଯାହାକୁ ଆମେ ଫୋପାଡ଼ି ଦେଇ ଆସିଲୁ, ତାହା ମଧ୍ୟରେ ରହିଥିବା ସର୍ବୋତ୍ତମ ଉପାଦାନ ଗୁଡିକ
ତେଣୁ ଆମେ ଯୋଉଟାକୁ ପରିତ୍ୟାଗ କରିକି ଆସିଲୁ, ଯୋଉ ନୂତନ ଜୀବନ ଯାପନ କଲୁ, ପୁରାତନର ଆମର ଯୋଉ ଯୋଉ ସତ୍ତା ଗୁଡିକ ଥିଲା, ତା ଭିତରେ ଯୋଉଟା ହଉଛି ସର୍ବୋତ୍ତମ ଉପାଦାନ, ସେଗୁଡିକ ସଂଗଠିତ ହେଇକି ରହିବ। ତା ମଧ୍ୟରେ ରହିଥିବା ସର୍ବୋତ୍ତମ ଉପାଦାନ ଗୁଡିକ ଏକ ନୂତନ ସୃଜନର ଭୂମିରେ ବର୍ତ୍ତମାନ ପାଇଁ ଅତିମାନ ଶକ୍ତି କାର୍ଯ୍ୟ କରୁଛି। ତେଣୁ ଅତିମାନସ ଶକ୍ତିକୁ ପାଥେୟ କରି, ଅତିମାନସ ଶକ୍ତିର ଚତୁଃପାର୍ଶ୍ୱରେ ଅତିମାନ ଶକ୍ତିକୁ କେନ୍ଦ୍ର କରି ଯଦି ସିଏ ସଂଗଠିତ ହେଇ ସର୍ବୋତ୍ତମ ଉପାଦାନ ଗୁଡିକ ଏକ ନୂତନ ସୃଜନର ଭୂମିରେ ଯାହା ବର୍ତ୍ତମାନ ଆସିଲା, ତାହାରି ସହିତ ସଂଯୁକ୍ତ ହୋଇଯାଇପାରିବ। ବର୍ତ୍ତମାନ କଣ ହେଲା ନା, ଅତିମାନ ଶକ୍ତିକୁ କେନ୍ଦ୍ର କରି ସିଏ କଣ ହବ, ଏଇ ଭୂମିରେ, ଅତିମାନସ ଭୂମିରେ ସିଏ କଣ ହବ ନା, ସଂଯୁକ୍ତ ହେଇକିରି କାର୍ଯ୍ୟ କରିବ। এইটা ହେଲା ପୁନର୍ଜୀବନ। ତାମାନେ ଆମେ ଯୋଉ କହୁଛୁ ଅତୀତ ସହିତ ସମ୍ପର୍କ ଛିନ୍ନ କରିକିରି ନୂଆ ଏକ ଜୀବନ ଯାପନ କରିବା, ସେତିକି ନୁହଁ। କଣ ହବ ନା, ଯୋଉ ଯୋଉ ସାମର୍ଥ୍ୟ ଆମ ଭିତରେ ରହିଥିଲା, ତା ଭିତରେ ଯୋଉ ଯୋଉ ଗୁଡାକ ସର୍ବୋତ୍ତମ, ତାକୁ ନୂତନ ଶକ୍ତି ସହିତ, ବର୍ତ୍ତମାନ ପାଇଁ ଯେପରି ଅତିମାନ ଶକ୍ତି, ସେଇଭଳି ଯେତେବେଳେ ଅତିମାନ ଶକ୍ତିର ସଂସ୍ପର୍ଶରେ ଆସିଲା ପରେ ଆମର ଯୋଉ ରୂପାନ୍ତରିତ ହବ, ତାପରେ ପୁଣି ତାଠାରୁ ଯୋଉ ଉଚ୍ଚତର ଶକ୍ତି, ତା ସହିତ ସଂଯୁକ୍ତ ହେଇ ସେଇ ଭୂମିରେ କାର୍ଯ୍ୟ କରିବା। ଆମେ ସାଧାରଣତଃ ମନୁଷ୍ୟ ମାନଙ୍କର ଅଭ୍ୟାସ ହଉଛି କଣ, ଯୋଉ ପୁରୁଣା ଯୋଉ ରହିଛି, ଯେମିତି କଥାରେ କୁହନ୍ତି, ଆଜି ଆମେ ଯୋଉ ମ୍ୟୁଜିକରେ ଗୋଟେ ଶୁଣୁଥିଲୁ, ଯୋଉଟା କି ଆମେ ଜାଣିଛୁ ଯେ ମାକୁ ଲେଖୁଛନ୍ତି, ସମସ୍ତ ମନୁଷ୍ୟ ମାନଙ୍କର ଏକ ସ୍ୱାଭାବିକ ପ୍ରକୃତି ହଉଛି ସେମାନେ ନୂତନ ଅବତାରକୁ ଗ୍ରହଣ କରିପାରନ୍ତି ନାହିଁ, ତାଙ୍କୁ ବିରୋଧ କରନ୍ତି, ଏବଂ ପୁରାତନ ଯୋଉ ପୂର୍ବ ଯୋଉ ଅବତାର ଅଛନ୍ତି ତାଙ୍କ ଗୁଣଗାନ କରି ସେଇଥିରେ କେବଳ ବିଶ୍ୱାସ କରି ବା ସେଇଥିରେ କିଛି କିଛି ନିଜକୁ ପରିଚାଳିତ କରନ୍ତି। କିନ୍ତୁ ନୂତନ ଯୋଉ ଉତ୍ଥାନର ସମୟ ଆସେ, ସେତେବେଳେ ଯୋଉ ଅବତାର ଆସିଥାନ୍ତି, ଯାହା ନୂତନ ପଦକ୍ଷେପ ନେବାକୁ କୁହାଯାଏ, ସେ ତାକୁ ବିରୋଧ କରନ୍ତି। କାରଣ ଆମର ଏକ ଅଭ୍ୟାସ ଯୋଉ ରହିଛି, ସେ ଅଭ୍ୟାସକୁ ଏଠି ସେଇଥିପାଇଁ କହୁଛନ୍ତି ନାଇଁ, ସେ ଅଭ୍ୟାସରୁ ନିବୃତ୍ତ ହେଇ ଆମ ଭିତରେ ଥିବା ସର୍ବୋତ୍ତମ ଚେତନା, ସେଇ ଉଚ୍ଚତର ଶକ୍ତିର ଭୂମିରେ, ସେଇଥିପାଇଁ କହୁଛନ୍ତି କଣ, ନୂତନ ସୃଜନର ଭୂମିରେ ସେ କଣ କରିବ ନା, ତାହାରି ସହିତ ସଂଯୁକ୍ତ ହୋଇଯାଇ ପାରିବ। ସଂଯୁକ୍ତ ହୋଇଯାଇପାରିବ ମାନେ ସଂଯୁକ୍ତ ହେଇକି ପରିଚାଳିତ ହବ, କାର୍ଯ୍ୟ କରିବ। ପୁନରୁଜ୍ଜୀବନର ଯଥାର୍ଥ ତାତ୍ପର୍ଯ୍ୟ ହେଉଛି ଯେ, ଯେଉଁ ଅଚେତନା ମଧ୍ୟରେ ଦିବ୍ୟ ପରମ ଚେତନା ଆପଣାକୁ ପ୍ରବିଷ୍ଟ କରାଇ ରଖିଥିଲେ, କଣ କହୁଛନ୍ତି, ଯେଉଁ ଅଚେତନା ମଧ୍ୟରେ ଦିବ୍ୟ ପରମ ଚେତନା ଆପଣାକୁ ପ୍ରବିଷ୍ଟ କରାଇ ରଖିଥିଲେ ଓ ଆପଣାକୁ ହଜାଇ ଦେଇଥିଲେ, ସିଏ ବର୍ତ୍ତମାନ ତାହାରି ମଧ୍ୟରୁ ଜାଗୃତ ହୋଇ ଉଠିଲେ। ମୃତ୍ୟୁ, ଅନ୍ଧକାରମୟ ରାତ୍ରି ଏବଂ ଅସ୍ପଷ୍ଟତାର ଜଗତ ମଧ୍ୟକୁ ଅବତରଣ କରି ଆସିଥିଲେ ମଧ୍ୟ ଦିବ୍ୟ ପରମ ଚେତନା ଆଉ ଥରକ ପାଇଁ ଆପଣାର ଯଥାର୍ଥ ସତ୍ୟଟି ବିଷୟରେ ସଜ୍ଞାନ ଓ ସଚେତନ ହୋଇ ଉଠିଲେ। ଏଇଟା ହଉଛି ପୁନରୁଜ୍ଜୀବନ। କାହିଁକି ନା, ଆମେ ଯୋଉଟା ପ୍ରଭୁ କହୁଛନ୍ତି, ଆମେ ସେ ସମ୍ବନ୍ଧରେ ଯଦି ସଚେତନ ହେଇପାରିଲେ, ତାହେଲେ ସେଇଟା ବଡ କଥା। କଣ ନା, ପ୍ରଥମେ ଯୋଉ ନିବର୍ତ୍ତିତ ହେଇଥିଲେ ପରମ ଚେତନା, ଏଇ ପୁରା ସମ୍ପୂର୍ଣ୍ଣ ଭାବରେ ବିପରୀତ ନିଶ୍ଚେତନା ବା ଅଚେତନାର ଆହୁରି ଗହ୍ୱରକୁ ନିଶ୍ଚେତନା ଭିତରେ ନିଜକୁ ପ୍ରବିଷ୍ଟ କରାଇଲେ, ଏବଂ ସେଇ ନିଶ୍ଚେତନା ମଧ୍ୟରୁ ପରମ ଚେତନା ଆଡକୁ ଯୋଉ ଗତି କରୁଛନ୍ତି, ସେଇ ଗତି ମଧ୍ୟରେ, ତେଣୁ ଏଠି ମା ଲେଖୁଛନ୍ତି, ସେଇ ଯୋଉ ଦିବ୍ୟ ପରମ ଚେତନା ଯିଏ ଆପଣଙ୍କୁ ଅଚେତନା ଭିତରେ ପ୍ରବିଷ୍ଟ କରାଇଥିଲେ, ସିଏ ବର୍ତ୍ତମାନ ଜାଗୃତ ହୋଇ କଣ ହଉଛନ୍ତି ନା, ନିଜକୁ ଦିବ୍ୟ ପରମ ଚେତନା ଆଡକୁ ଅଗ୍ରସର ହବା ପାଇଁ ସଜ୍ଞାନ ଆଉ ସଚେତନ ହୋଇ ଉଠିଲେ। ଏଇଟା ହଉଛି ପୁନରୁଜ୍ଜୀବନ। ଆମେ ଯୋଉଭଳି ଭାବରେ ବଞ୍ଚୁଛୁ, ସେଇଟା ଆଉ ପୁନରୁଜ୍ଜୀବନ ହବ ନାହିଁ। କଣ ନା, ଯେମିତି ଯାଉ ଆମେ ମନୁଷ୍ୟ ଜନ୍ମ ପାଇଛନ୍ତି, ଖାଉଛନ୍ତି, ପିଉଛନ୍ତି, ସେମିତି ଚାଲିଛି ନର୍ମାଲ। ସେଥିରେ ଆପଣ ଯାହାକୁ କହୁଛନ୍ତି ଅଗ୍ରଗତି, କଣ ନା, ଆଜି ଅଳ୍ପ ଟଙ୍କାରେ ଚଳୁଥିଲି, କାଲିକି ମୋ ପାଖରେ ବହୁତ ଟଙ୍କା ହେଇଗଲା। କାଲି ମତେ 2 ଜଣ 4 ଜଣ ଲୋକ ମୁଣ୍ଡିଆ ମାରୁଥିଲେ, ଆଜି ଶହ ଶହ ହଜାର ହଜାର ଲୋକ ମୁଣ୍ଡିଆ ମାରୁଛନ୍ତି। କାଲି ମତେ ଅଳ୍ପ କିଛି ଲୋକ କହୁଥିଲେ ଭଲ ଲୋକ,
आज मते बहुत लोक कहउछन भल लोक। एइभଳି भाବରେ जो बाहिक अग्रगति को आमे साधारणतः जेतବେଳେ आमे कहू अग्रगति ला मन करा जो आउ कोन कहंती जे जोटा कहंती ओलट पालट हेगला आमे पूरा अति दुष्ट थिलु पूरा शिष्ट हे गलु। एई एई जो शिष्ट जो पूरा दुष्ट रु पूरा शिष्ट हवा एईटा पुनरुज्जीवन नुह। एटा होची किछि परिवर्तन घटिला। पुनरुज्जीवन होची कोन आम भितरे थिबा परम चेतना वर्तमान बाह्य प्रकृति भितरे सिए निजकु परिचालित करूची सेई स्थान रे थाई कि सेउटु सज्ञान एवं सचेतन हेई से कौन करिवो ना से परम चेतना को बाह्य जीवन रे सर्वोत्तम भाव परिप्रकाश करिवो। सेतेबेले जो आमर जीवन शैली हबो सेतेबेले ताकू कुहाजिवो पुनरुज्जीवन। तेणु से माँ लिखुंट जो परम चेतना आम भितर प्रविष्ट होगी रही अचेतना मध्य रही वर्तमान सी जागृत हो उठिबे। मृत्यु अंधकारमय रात्रि अस्पष्टतार जगत को से जो अवतरण कर आसीथिले सेउठु यथार्थ सत्य संबंध रे सज्ञान एवं सचेतन हवाटा को पुनरुज्जीवन कुआ जाए। आमर एही पृथ्वीर अंधकार जेतिकी गाढ़ बहल अस्पष्टतार से जगत अवस्थान करुवा अंधार ताहार अधिक गाढ़ और अधिक बहल जदि ता भितर आपना को निमज्जित कर रखि सारिबा परे कई पुनर्बार ऊपर उठी आसे तेबे ताकू दुर्भेद्यतम अंधकार रात्रि मध्य प्रकृत रे भारी परिष्कार और आलोकित परि लागिवो। एठी से वर्णना करछन्ती प्रकृत रे केमिति जनकू लागिवो जेतेबेले तार पुनरुज्जीवन हेछि बा नूतन चेतना को से जेतो लंफ प्रदान करिकी आसी पहुंची कहउछन्ती कोन ना जिए एई पृथ्वीर जो गाढ़ बहल अंधकार भितरे जोटी अज्ञानता अस्पष्टता अंधकार पूरा अधिक गाढ़ एवं अधिक बहल ता भितरे जे निमज्जित ही रहितिला कहउछन्ती जदि ता भितरे आपण को निमज्जित कर रखि सारिया परे केही पुनर्बार ऊपर को उठी आसता माने सेई चेतना जदि ऊपर को उठी आसिला तेबे तार दुर्भेद्यतम अंधकार रात्रि मध्य प्रकृत रे भारी परिष्कार और आलोकित पर लागिवो। वर्तमान से जदि सेई निश्चेतना गहर रु जदि ऊपर को भी अल्प टिके उठी आसिला तेबे सेई जगह गुटिक जोटी ऊपर गुटे उठी आसिला ताकू सेगुडाक लागिवो जेमती गोटे विराट एक आलोकर से बा गोटे परिष्कार आलोकित स्थान पाइगला भली ताकू लागिवो। किंतु तथापि भी सेटा पूर्ण आलोकित न होइताई पारे। किंतु एठी कहबार आमे जदि गोटे साधारण भाव बुझीबा चेतनार जो स्थिति रे थिलो जदि तार टिके उच्चतर चेतना को चली गला ताले सेठी देखिवो वो माने निजको एते आलोकित लागिवो एते परिष्कार लागिवो काई ना चेतनार ऊर्ध्व को आपण जेतले चली जाउचंदी सेतबे से जो अनुभवटी हमको लगे सजमिन आम पहुंची गले परम पाखे किंतु परम आउरी ताठू बहुत दूर रे किंतु एठी चेतनार अग्रगति फल रे सेई आलोक एवं से जो ज्ञान से जो सत्यर संस्पर्श ताकू लागिवो ताकू बहुत बड़ लागिवो। वर्तमान हमको आम एठी काई कहउचंदी ना वर्तमान हमको कोन लागुची आमे वर्तमान जो निजर जो दुष्टामी टू शिष्ट टिके हे जाइजेंदी आमे जदि भाबुतिबा या हमर चेतनार परिवर्तन हे जाइछ हमर पुनरुज्जीवन हे जाइछ एटा ता नहीं कौनसी प्रकार अस्पष्टता नथिबा परम दिव्य चेतना बा सेई अतिमान स्तर रे आलोक मध्य फेरी आसी एई पृथ्वी रे प्रवेश कले एई पृथ्वीर सूर्य सतयबा एक कृष्ण वर्ण पिंड परि प्रतीत हेबे। एटा तुलना सब कहउचंती गोटे तुलना कले अति निश्चेतनार टिके ऊपर उठी आसी गले जे लागियो बहुत बड़ हमें उपलब्धि कले। आपण चिंता करंतु मन करा जो गोटे कृतदास टीए बा जने पूरा ता कोन कराई जिना बंदी कर रखिचंती जो छोट छोट आगुरो जो कारावास दिया होतिला जंगल भितरे दीपरे केही नथिबे खाया को पिया को बा लोक बाक केही नथिबे तुमको एका छाड़ी देबे तमे घा माने चारियाडे खाली अंधकार अंधकार खाली जंगल जंगल एवं जंतु जुंता सब भर्ती ता भीतर तमे एका चतुर्दिगरे खाली समुद्रर ताल ताल पानी दूर दिग्बलय पर्यंत किछि भी देखा जाउ नथबो ता भीतर तमे एका निर्जनर विलाप जेमति कहंती
सेठी तुम एका रहीच केमती लगुव हठात कौन है ना दूर देखागला गोटे जहाजर पताकाटा उड़ू से जो आशार किरण जे हाँ हाँ किए गोटे आसुची माने पूरा अचेतन भितर पड़ी रही टिके भी जदि चेतनार अग्रगति घटिला से गोटे आशार आलोक जो पूरा लगे बहुत बड़ आलोक से भाव में तार अपोजिट कथा कहते जड़े जदि अतिमानस आलोक सेउठू अतिमानस स्तर आलोक जदि से पृथ्वी पृष्ठ को आसे आमे जोटा कहू सूर्य एते अग्नि एते आलोक दौरान जे जली जीव भस्म हो तमे पृथ्वी को आसी पहुंचे आम देखु ना सूर्य कर किरण पृथ्वी आसिक पहुंचुची ओजन लेयर एवं अन्य वायुमंडल स्तर अच्छी बोली आमको टिके कम जना पड़ी कि तथापि से कम टा भी आमको खरा बेलर जो गरम बा ग्रीष्म कालर जो गरम आमको केते असह्य मन हुए सूर्यर चिंता करतु एतिक हूँ असह्य सूर्य टू जो किरण बाहर तार उत्ताप एवं तार आलोक आठार केते हजार गुण अधिक बर्तमान अतिमान स्तर जन जदि सौरमंडल को आसी पहुंचे पृथ्वी को आसी पहुंचे एवं सूर्य को से देखे ताकू सूर्यटी कौन देखा ना कृष्ण वर्णर पिंड पर प्रतीत हम कला कलर गोटे बल भाया लगे ताने चिंता करते अतिमानस शक्तिटा केते आलोकितमय स्तर यहीटा को कहवाई जो वर्णना करा कह कहीं केते उच्च स्तर गोटे छोटिया एग्जांपल मन पड़ा समुद्र भितर गोटे बेंग रोला थे समुद्र पानी लहड़ा मारी जोर रे आसिला एवं से जो जोर रे से बेंगटी जाइकिरी पानी स्थल भाग डेई जो पानी आगू को पड़े जाइए पुणी रिटर्न कर गला बेलू से बेंगटी गोटे कूह भितर रहीगला पानीटा कूह ऊपर देखी पड़े कूह भितर पड़गला ये आसीगला बेलू कूह भितर सी बर्तमान कूह भितर पानी बहुत तले कूह भितर थी बेंग सहित तार देखा साक्षात हो कूह भितर बेंग कह तुम कौटू आइच ना मु समुद्र ना तुम घरटा केते बड़ ना आठार बहुत बड़ कहते केते बड़ कहून ना आठार बहुत बड़ ना कहीपर केमी ते कहबी से सब कौन कला कूह भितर फंदटा केते हार्डली 4.5 फुट 5 फुटिया भी कौटी कौटी थी पारे ना धर कि 5 फुट कूहर एपुटू सेपुट को गला कहला एति बड़ कहला आठार आहरी बड़ गोटे 2 थर पलैला कहला एति बड़ कहला ना ना आठार आहरी अधिक बड़ फिर 3-4 थर होगा माने 20 फुट खंड होगा कहला एति बड़ ना आठार आहरी बड़ सी सब 10-12 थर होगा 10-12 थर होगा मैंने 100 फुट अधिक होगा कहला एति बड़ कहला आठार आहरी बड़ अरे से समुद्र जो विशाल विस्तृति ताकू सी केमिति वर्णना करिबो जे ये केते थर कूहर एपट सेपट हेले कहबो जे आठारु से सेतिक बड़ बोली कहि परिबो केना कूह भितर जो जेतिकी से लंबता को देखौची से हार्डली 5 फुट मात्र समुद्र केते दिगंत विस्तार विस्तृत हेची ताकू से केमिति कहि परिबो केते थर एपट सेपट हेले हबो बोली तो एठी से बळी भाबरे जणे जेते बेले अति मानसिक स्तर रु आसिक तळे पहुंचुची आम पाई जोटा सूर्य आम पाई एते आलोकित जे कि ता मध्य को आमे गले तरली माने छाड़ आमर तो अवस्था रहिबनी आम पाखरे थिबा सबुठारु कठिनतम पदार्थ मध्य सेठी गले तरली जीव ताकू सेटा देखा जीव गोटे कला रंगर बॉल भलिया ये दीटा जाक एका संगे तुलना करछन ता माने पूरा निश्चेतना गह्वर मध्य आमे जे रहिचु सी जदि चेतनार अग्रगति करे गोटाए भी स्टेप जदि अग्रगति करे तेबे ताकू लागिबो जेमति विशाल आलोक आगे से ठिया पहुंच जाइए वर्तमान आम स्तर देखंतु आमे बेले बेले वृथा आस्फालन करू जे आमर चेतनार परिवर्तन हो गलानी मु बहुत अग्रगति करि गलेनी
ଚିନ୍ତା କରନ୍ତୁ ଖାଲି ଚେତନାର ଗୋଟିଏ ପାବଚ୍ଛ ଗଲେ କେତେ ବିଶାଳ ଅନୁଭୂତି ହବ ବୋଲି ମା ବର୍ଣ୍ଣନା କରୁଛନ୍ତି। ତେବେ ଆମେ ପ୍ରକୃତରେ ଏଇ ରେଡିଆଲି ଘୁରୁଛୁ, ଆମେ ଅଗ୍ରଗତିର ଯୋଉ ପୁନରୁଜ୍ଜୀବନ ଆମର ହେଇନି, ପୁନରୁଜ୍ଜୀବନ ହେଲେ କୋଉ ଅନୁଭବ ହବ ମା ବର୍ଣ୍ଣନା କରୁଛନ୍ତି। ଚିନ୍ତା କରନ୍ତୁ କେତେ ଆକାଶ ପାତାଳ ଫରକ ହବ। ମାତ୍ର ସେହି ଚରମ ଘନତମ ଅନ୍ଧକାର ଭିତରେ ମଧ୍ୟ ସର୍ବୋଚ୍ଚ ପରମ ଆଲୋକ ପ୍ରଚ୍ଛନ୍ନ ହୋଇ ରହିଥାନ୍ତି। ତୁମ ଭିତରେ ସେଇ ମହାନ ଆଲୋକ ଓ ମହାନ ଚେତନା ଜାଗୃତ ହୋଇ ଉଠୁ ଏବଂ ଏହାରି ଦ୍ୱାରା ହିଁ ତୁମ ଜୀବନରେ ସେଇ ମହାନ ପୁନରୁଜ୍ଜୀବନଟି ସଂଗଠିତ ହେଉ। ସେ ମା କହୁଛନ୍ତି, ବର୍ଣ୍ଣନା କଲେ, ବର୍ଣ୍ଣନା କଲା ପରେ କହୁଛନ୍ତି ଯୋଉ ଚରମ ଘନତମ ଅନ୍ଧକାର ମଧ୍ୟରେ ଆମେ ଯୋଉଠି ବି ରହିଛୁ, ଯେତେ ଚରମ ଘନତମ ଅନ୍ଧକାର ହେଇଥାଉ ନା କାହିଁକି ତା ଭିତରେ ସର୍ବୋଚ୍ଚ ପରମ ଆଲୋକ ପ୍ରଚ୍ଛନ୍ନ ହୋଇ ରହିଥାନ୍ତି। ସେ ନିଜେ ତା ଭିତରେ ଅଛନ୍ତି। ତେଣୁ ଆମର ଆମେ ଚେତନାର ଯୋଉ ସ୍ତରରେ ଥାଉ ନା କାହିଁ, ଚିନ୍ତା କରନ୍ତୁ ମା ଲେଖୁଛନ୍ତି ଏଠି ଚରମ ଘନତମ ଅନ୍ଧକାର। ଖାଲି ଅନ୍ଧକାର କହିଲେ ନାହିଁ, କହିଲେ ଘନତମ, ମାନେ ଗୁଡ ବେଟର ବେଷ୍ଟ, ମାନେ ସୁପରଲେଟିଭ ଡିଗ୍ରୀ। ଘନତମ ଅନ୍ଧକାର କହିଲେ, ଅନ୍ଧକାର ପୁଣି ଆଉ କହିଲେ ଘନତମ ଅନ୍ଧକାର, ତା ଦେହରେ ପୁଣି ଆଉ ଗୋଟେ ବିଶ୍ଳେଷଣ ଲଗେଇଛନ୍ତି ଚରମ ଘନତମ ଅନ୍ଧକାର। ତାମାନେ ତା ଭିତରେ ବି ପରମ ଆଲୋକ, ସର୍ବୋଚ୍ଚ ପରମ ଆଲୋକ ପ୍ରଚ୍ଛନ୍ନ ହୋଇକି ରହିଥାନ୍ତି। ତେବେ ଆମେ ଆମେ ତ ସେଇ ଚରମ ଘନତମ ଅନ୍ଧକାରରୁ ତ ଆସିକି ମଣିଷ ପାଖରେ ପହଞ୍ଚିଲେଣି, ମନ ବିକଶିତ ହେଲାଣି। ତେଣୁ ଆମ ଭିତରେ ସର୍ବୋଚ୍ଚ ପରମ ଆଲୋକ ରହିଛନ୍ତି। ତେଣୁ ମା ସେଥିପାଇଁ କହୁଛନ୍ତି ତୁମ ଭିତରେ ସେଇ ମହାନ ଆଲୋକ ଓ ମହାନ ଚେତନା ଜାଗୃତ ହୋଇ ଉଠୁ ଏବଂ ଏହାରି ଦ୍ୱାରା ହିଁ ତୁମ ଜୀବନରେ ସେଇ ମହାନ ପୁନରୁଜ୍ଜୀବନଟି ସଂଗଠିତ ହେଉ। ତେଣୁ ଆମ ଭିତରେ ଯୋଉ ପରମ ଆଲୋକ ରହିଛନ୍ତି, ସର୍ବୋଚ୍ଚ ପରମ ଆଲୋକ, ସିଏ ବାହାରେ ପରିପ୍ରକାଶ ହୁଅନ୍ତୁ, ଜାଗୃତ ହୋଇ ଉଠନ୍ତୁ। ତାହେଲେ ଜାଗୃତ ହେଲେ ଆମେ କଣ ହବ ଚିନ୍ତା କରନ୍ତୁ। ମାନେ କଳ୍ପନା କରନ୍ତୁ କେଡେ ବିଶାଳ ଅନୁଭୂତି, କେଡେ ବିଶାଳ ଜ୍ଞାନ, କେତେ ବିଶାଳ ଐଶ୍ୱର୍ଯ୍ୟର, ଜ୍ଞାନର, ଶକ୍ତିର ଅଧିକାରୀ ଆମେ ହେଇପାରିବା ଯଦି ସେ ଜାଗୃତ ହୋଇ ଉଠନ୍ତି। ତେଣୁ ଆମେ କଣ କରିବା, ଆମ ଜୀବନରେ ସେ ମହାନ ପୁନରୁଜ୍ଜୀବନଟି ସଂଗଠିତ ହଉ ବୋଲି ପ୍ରାର୍ଥନା କରିବା ଏବଂ ନିଜକୁ ସେ ଅନୁସାରେ ପ୍ରସ୍ତୁତ କରିବା। ଆମେ ଏତିକି ପ୍ରଥମେ ଆଶା ତ କରିବା ଯେ ସେଇ ପରମ ଚେତନା ମୋ ଭିତରେ ପରିପ୍ରକାଶ ହୁଅନ୍ତୁ, ମୋର ପୁନରୁଜ୍ଜୀବନ ଘଟୁ। ଆମେ ଯୋଉ ଦୀକ୍ଷା ନଉ, ଆମେ ଯୋଉ ସଂକଳ୍ପ କରୁ, ସାଧୁ ସନ୍ନ୍ୟାସୀ ମାନେ ଯୋଉ ନିଜର ଯଜ୍ଞ ମାନେ ମାରଣ ନିଜକୁ ଯୋଉ ସେ ଯଜ୍ଞ କରି ନିଜକୁ ମାରି ଦେଇକିରି ନୂତନ ଜୀବନ ଗ୍ରହଣ କରନ୍ତି, ମାରି ଦିଅନ୍ତି ମାନେ ତାଙ୍କର ଯୋଉ ଯେତେକ ପୂର୍ବ ସମ୍ପର୍କ ସବୁ ଥିଲା ସବୁ ଜଳାଞ୍ଜଳି ଦିଅନ୍ତି। ତେଣୁ ତାପରେ ସିଏ ଆଉ କହିବେନି ବର୍ତ୍ତମାନ ଯୋଉ ସ୍ଥୂଳ ମାନୁଷୀ ବା ଭୌତିକ ଜଗତରେ ଯିଏ ଆମର ମା ବା ବାପା ଥିଲେ, ବର୍ତ୍ତମାନ ସେଇ ଯୋଉ ଯଜ୍ଞ କରନ୍ତି, ସେଇ ଯଜ୍ଞ ପରେ ଆଉ ସେ ବାପା ମାର ସେ ସନ୍ତାନ ବୋଲି ନିଜକୁ କୁହନ୍ତି ନାହିଁ। ତାଙ୍କୁ ନୂଆ ନାଁ ଦିଆ ହୁଏ। ତାଙ୍କର ବାପା ମା ହେଲେ ସେତେବେଳେ ସର୍ବୋଚ୍ଚ ପରମ ଚେତନା, ତାଙ୍କର ବାପା ଆଉ ମା। ତେଣୁ ଆମ ଭିତରେ ସେଇ ମହାନ ଆଲୋକ, ସେଇ ମହାନ ଚେତନା ପ୍ରଚ୍ଛନ୍ନ ହେଇକି ଅଛି, ତାକୁ ଜାଗୃତ କରିବା। ଜାଗୃତ କରିବା ପାଇଁ ପ୍ରଥମେ ତ ଇଚ୍ଛା ପୋଷଣ କରିବା, ଇଚ୍ଛା ପୋଷଣ କରିବା, ସଂକଳ୍ପ କରିବା। ସେଇ ସଂକଳ୍ପ ଅନୁସାରେ ନିଜ ଜୀବନକୁ ଆମେ ସେଇ ଯୋଉ ଲକ୍ଷ୍ୟକୁ ପାଥେୟ କରି ଜୀବନକୁ ଆମେ ସଂଗଠିତ କରିବା। ସେଇ ସଂଗଠିତ କଲା ବେଳେ ଯୋଉ ଯୋଉ ଗୁଡିକ ମତେ ସେ ସମୟରେ ସଂଗଠିତ ହବାରେ ବା ମାଙ୍କୁ ପରିପ୍ରକାଶ କରିବାରେ ଯୋଉ ଗୁଡିକ ବିରୋଧ କରୁଥିବ, ତାକୁ ଆମେ ପ୍ରତ୍ୟାଖ୍ୟାନ କରିବା। ଯୋଉ ଗୁଡାକ ସହଯୋଗ କରୁଥିବ ତାକୁ ଆମେ ଗ୍ରହଣ କରିବା। ଏବଂ ସେଇ ଗୁଡିକ ଯଦି ଆଶା ଆମର ରହିଲା, ଏଠି ଆଶା ବୋଲି କୁହାଯାଏନି, ସେ ଆଶାକୁ କୁହାଯାଏ ସଂକଳ୍ପ ରହିଲା। ଆଉ ସେ ସଂକଳ୍ପଟି ଯଦି ନିରବଚ୍ଛିନ୍ନ ରହିଲା, ଅପ୍ରତିହତ ଭାବରେ ସବୁବେଳ ପାଇଁ ରହିଲା, ତାହେଲେ ଆମ ଭିତରର ଯୋଉ ଖୋଳପା ରହିଛି, ମିଥ୍ୟାର ଖୋଳପା, ଅହଙ୍କାରର ଖୋଳପା, ଅଜ୍ଞାନତାର ଖୋଳପା, ଅନ୍ୟମାନଙ୍କର ଦ୍ଵାରା ପ୍ରଶଂସାରେ ପ୍ରଶଂସିତ ହୋଇ ପଡୁଥିବା ଖୋଳପା,
ନିଜକୁ ମହାନ ବୋଲି ମନେ କରୁଥିବା ଯୋଉ ଖୋଳପା, ନିଜକୁ ସାବ୍ୟସ୍ତ କରିବା ପାଇଁ ଯୋଉ ଭିତରର ଯୋଉ ନିଜର ଏକ ଲୁକ୍କାୟିତ ମନୋଭାବର ଯୋଉ ଖୋଳପା, ଏ ସବୁ ଗୁଡିକ ସେପଟରେ ଆପେ ଆପେ ଧୀରେ ଧୀରେ ଖସି ପଡିବାକୁ ଆରମ୍ଭ କରିବ ଏବଂ ଆମର ପୁନରୁଜ୍ଜୀବନ ନିଶ୍ଚୟ ହବ। ଆମେ ସଂକଳ୍ପ କରିବା, ତାଙ୍କୁ ଆହ୍ୱାନ କରିବା ଏବଂ ପୁନରୁଜ୍ଜୀବନ ହବା ପାଇଁ ଆମେ ନିଜକୁ ପ୍ରସ୍ତୁତ କରିବା। ମା ଆସନ୍ତା ଆଲୋଚନା ରହିବ ପୁନର୍ବାର ଦେହ ଗ୍ରହଣ, ପୂର୍ବତନ ଜୀବନ ଗୁଡିକର ସ୍ମୃତି। ये ଯେତେ ଗୁଡେ କନସେପ୍ଟ ଥାଏ ସେ କନସେପ୍ଟ କୁ ମା କ୍ଲିୟର କରି ଯାଉଛନ୍ତି। ପୁନରୁଜ୍ଜୀବନ କହିଲେ ଆମେ ଯୋଉ ପୁନର୍ଜନ୍ମକୁ ଭାବୁଥାଉ ମା ସେଟାକୁ ଏଠି ଡିନାଏ କଲେ। ଏବଂ ଆମେ ଯୋଉ କହନ୍ତି ଆଉ କେହି କହନ୍ତି ଯେ ଦୁଷ୍ଟରୁ ଶିଷ୍ଟ ହେଇଯିବାକୁ ପୁନରୁଜ୍ଜୀବନ, ସେ କଥା ନୁହଁ। ଏଠି କୁହାହଉଛି ଯୋଉ ପରମ ଚେତନା ଆମ ଭିତରେ ରହିଛନ୍ତି, ସିଏ ଯଦି ଜାଗ୍ରତ ହେଇଗଲେ ତାହେଲେ ଆମର ପୁନରୁଜ୍ଜୀବନ ହେଲା। ଜାଗ୍ରତ ହେଇ ଉଠିଲେ ଯଦି ପୁନରୁଜ୍ଜୀବନ ହେଲା। ଏମିତି ନୁହଁ ଯେ ଛାଞ୍ଚରେ ତିଆରି କରିଦବା ବା କହିକିରି କରେଇଦବା। ତାହା ସ୍ୱତଃସ୍ଫୁର୍ତ୍ତ ଭାବରେ ସାବଲୀଳ ଭାବରେ ହବ। ମା ହଉ, ମାଙ୍କୁ ପ୍ରାର୍ଥନା କରିବା, ମାଙ୍କୁ ଆହ୍ୱାନ କରିବା, ତାଙ୍କ ଚରଣ କମଳରେ ସଂକଳ୍ପ କରିବା ଯେ ମୋର ପୁନରୁଜ୍ଜୀବନ ଘଟୁ, ମା ମୋ ଭିତରେ ଦେଇକି ପରିପ୍ରକାଶ ହୁଅନ୍ତୁ, ପରମ ଚେତନାଙ୍କୁ ମୁଁ ଯେପରି କାର୍ଯ୍ୟ କରିବା ପାଇଁ ପୁରା ସହୃଦୟ ସହିତ ନିଜର ଉନ୍ମୁକ୍ତତା ବା ଆମ କବାଟଟି ଆମେ ଖୋଲି ଧରିପାରୁ ବା ନିଜକୁ ଗ୍ରହଣଶୀଳ କରିପାରୁ, ବା ଆମକୁ ସେଇ ଅନୁସାରେ ପ୍ରସ୍ତୁତ ମା। Thank you all. Robert.